ସେତେବେଳେ ତ ସବୁ ପୁନର୍ନାମକରଣ କାର୍ଯ୍ୟ ଚାଲିଥିଲା। ପୁନଃନାମକରଣ ଯୋଉ ପ୍ରୋଗ୍ରାମ ପାଇଁ କେନ୍ଦ୍ର ସରକାର ପଇସା ଦଉଥିଲେ ତାକୁ ଆଣିକି ରାଜ୍ୟର କେନ୍ଦ୍ର ସରକାର 10 ଟଙ୍କା ଦେଲେ, ରାଜ୍ୟ ସରକାର 2 ଟଙ୍କା ଦେଇକି ତାକୁ ନିଜ ନାଁରେ କରିବାର ପ୍ରକ୍ରିୟା କରୁଥିଲେ। ତେଣୁକରି ଏ ଗୁଡ଼ିଏ ପ୍ରକ୍ରିୟା ସେଭଳି ଚାଲିଥିଲା। ତେଣୁକରି ସେ ବାବଦରେ ମୁଁ ଭାବୁଛି ବର୍ତ୍ତମାନ ଆଉ ସେ ପୁରୁଣା ପାଠକୁ ଆଲୋଚନା କରିବା ଅପେକ୍ଷା ଆମେ ଆଗକୁ ସେ କଥାକୁ କେମିତି ଅଧିକ ବିକଶିତ କରାଇ ପାରିବା ସେଇଟା ହେଉଛି ଆମର ଲକ୍ଷ୍ୟ ସରକାରଙ୍କର ଏବଂ ଆମେ ସେହି ଦିଗରେ ହିଁ ଚାଲିଛୁ। ଯୋଜନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି, ତାର କ୍ରିୟାନ୍ୱୟନର ହିଁ ବାକି ଅଛି। ଯେଉଁ କଥାକୁ ଲକ୍ଷ୍ୟ ରଖିକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ବି ଇଚ୍ଛା ଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବି ଇଚ୍ଛା ଅଛି ଯେ ଆମେ ପୁରୀକୁ ଏକ ଭାରତବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ହିସାବରେ ଏକ ହେରିଟେଜ ସହର ହିସାବରେ ତାକୁ ପୁନର୍ନିର୍ମାଣ କରିବା ପାଇଁ ସେ ଯୋଜନାକୁ ଆଖି ଆଗରେ ନେଇକି ଆମେ ଚାଲୁଛୁ। ତେଣୁକରି ଆମେ ତାର ଯେଉଁ କ୍ରିୟାନ୍ୱୟନ ଆରମ୍ଭ କଲୁଣି। ବହୁତ ଶୀଘ୍ର ତାର ସମ୍ପର୍କିତ ଯେଉଁ ଯୋଜନା ଗୁଡ଼ିକ ତାର ଟେଣ୍ଡର ହବା ଏସବୁ ପ୍ରକ୍ରିୟାକୁ ଯିବା ଆରମ୍ଭ କଲୁଣି ଏବଂ ବହୁତ ଶୀଘ୍ର ତାକୁ କରିବୁ ବି। ନା ସେ ବାବଦରେ ସେୟା କହୁଛି। ତେଣୁକରି ସେ ଯୋଉ ନୂଆ ପୁରୁଣା କଥାକୁ ନୂଆ ନାଁ ଦେବାର ଯୋଉ ପ୍ରକ୍ରିୟା ଚାଲିଥିଲା 24 ବର୍ଷ ଧରିକି ସେ କଥା ଆଉ ହବ ନାହିଁ। ଏବେ ଆମେ ଆଗକୁ ଯିବା ପାଇଁ ଚିନ୍ତା କରିଛୁ ଏବଂ ବିକାଶର ରାସ୍ତାରେ କେମିତି ଚାଲିବ ରାଜ୍ୟ ସେ କଥା ହେଉଛି ଆମ ପ୍ରଥମ ଲକ୍ଷ୍ୟ। ରତ୍ନଭଣ୍ଡାରର ଆମେ ଯୋଉ ଲେଖିଥିଲୁ ରିଜର୍ଭ ବ୍ୟାଙ୍କକୁ 2 ଜଣ ଏକ୍ସପର୍ଟସକୁ ଦେବା ପାଇଁ, ସେମାନେ 2 ଜଣ ଏକ୍ସପର୍ଟସକୁ ନୋମିନେଟ୍ କରିଛନ୍ତି, ମନୋନୀତ କରିଛନ୍ତି ଏବଂ ସେମାନେ ଆମକୁ ବି ଚିଠି ଦେଇସାରିଛନ୍ତି। ଆମର କେବଳ ବର୍ତ୍ତମାନ ହେଉଛି ଯେ ମ୍ୟାନେଜମେଣ୍ଟ କମିଟି ଆମେ ପାଖାପାଖି କମ୍ ଦିନ ଭିତରେ ମ୍ୟାନେଜମେଣ୍ଟ କମିଟି ହେଇଯିବ। ମ୍ୟାନେଜମେଣ୍ଟ କମିଟି ହେଲା ପରେ ତୁରନ୍ତ ମ୍ୟାନେଜମେଣ୍ଟ କମିଟିର ଅନୁମତି କ୍ରମେ ସେଠି ଯେଉଁ ହାଇ ଲେଭେଲ କମିଟି ସେ ଯେଉଁ ସିଫ୍ଟିଂର ପ୍ରକ୍ରିୟା ରତ୍ନ ସବୁକୁ ଭିତର ରତ୍ନଭଣ୍ଡାରକୁ ସିଫ୍ଟ କରିବାର ଯେଉଁ ପ୍ରକ୍ରିୟା ସେ ପ୍ରକ୍ରିୟାକୁ ଯିବେ ଏବଂ ଥରେ ଭିତର ରତ୍ନଭଣ୍ଡାରକୁ ସିଫ୍ଟ କଲା ପରେ ଆମେ ବି ରିଜର୍ଭ ବ୍ୟାଙ୍କକୁ ସେ ଅନୁସାରେ ତାଙ୍କର ଯେଉଁ ଅଧିକାରୀମାନେ ଆସିବେ ତାଙ୍କୁ ସେ ଅନୁସାରେ ଆମେ ତାରିଖ ନିର୍ଦ୍ଧାରିତ ସମୟ ଜଣେଇବୁ ଏବଂ ସେମାନେ ଏଠି ରହିବେ ଏବଂ ଯେତିକି ସମୟ ବି ଲାଗିବ ଯେତେ ଦିନ ବି ଲାଗିବ ସେ ସମ୍ପୂର୍ଣ୍ଣ ଗଣତିମଣତିର ପ୍ରକ୍ରିୟାରେ ତାଙ୍କରି ଉପସ୍ଥିତିରେ ଗଣତିମଣତି ହେବ।